श्रीमद्भागवत तृतीय स्कंध षोडशोऽध्याय ब्रह्म उवाच एमंते मुनिଙ୍କ वचन ଶୁଣି ସନ୍ତୋଷ ଭଗବାନ ମୁନିଙ୍କ ମୁଖ ଚାହିଁ ବଣି ମଞ୍ଜୁ କୋମଳ ସୁଧାବାଣୀ ଶ୍ରୀ ଭଗବାନ ଉବାଚ ଜୟ ବିଜୟ ବେନିକା ଭ୍ରାତେ ମୋ ଦ୍ୱାରା ଥାନ୍ତି ଅବିରତେ ମୋ ରୂପ ପାଶ ମାନମନ ଦ୍ୱାର୍ୟଟନ୍ତି ବେନିଜନ କଳ୍ପନା କରି ଏବେ ମତେ କୋପଦଂଶିଲା ତୁମ୍ଭଜିତେ ଏ ବ୍ରହ୍ମଦଣ୍ଡ ଏ ପାଇଲେ ଅନ୍ୟଥା ନୁହେଁ କାର ବୋଲେ ଏ ପ୍ରଶ୍ନ ମନ୍ତ୍ର କଲି ଚିତେ ଦେବଦଳନ ଅନୁମତେ ଅସାଧୁ କର୍ମ ଯେ କରନ୍ତି ମୋ ଅପରାଧ ଦଣ୍ଡ ପାନ୍ତି ତା ଜୟ ସଂସାରେ ପ୍ରକାଶୀ ବ୍ୟଥି ଯେ ସନେ ରୂପ ଶାନ୍ତି ନାସି ଯାହାର ଶୁଣ ଏ ସଂସାରେ ଯେହ୍ନେ ନିର୍ମଳ ସାଧୁ ଧୀରେ ଶ୍ରବଣ ପୁଟେ କରିପାନ ସଂସାର ତରେ ସର୍ବଜନ ସେ ବୈକୁଣ୍ଠ ନାଥ ମୁହିଁ ତୁମ୍ଭର ଭାବ ହୃଦେ ବହି ତୁମ୍ଭର କୋପେ ଅତିରେକେ ମିଳିଲୁ ତୁମ୍ଭର ସମୀପେ ତୁମ୍ଭର ଭାବ ଦୂର କରି ଅତ୍ୟନ୍ତ କୋପ ହୃଦେ ଧରି କହିଲେ ଦ୍ୱାର ପାଳ ଦଣ୍ଡେ ବ୍ରାହ୍ମଣ ତେଜରୁ ପ୍ରଚଣ୍ଡେ ଯାପାଦ ରେଣୁ ଆଶ୍ରୟ କରି ସେବନ୍ତି ଜହ୍ନି ବ୍ରହ୍ମଚାରୀ ମନ ପ୍ରାସଙ୍ଗେ ମନ ହରେ ସକଳ ପ୍ରାଣୀକେ ନିସ୍ତରେ ମୋ ରୂପେ କୋମଳ ନିରତେ ପ୍ରମାଣୁଜାତ ହୃଦଗତେ ମୋତେ ବ୍ରାହ୍ମଣ ବେଦ ମାର୍ଗେ ଯେହ୍ନେ ପୂଜନ୍ତି ହବିଭାର୍ବେ ଦଧିବଦନେ କୃତ ପଥେ ମଧୁ ସଂଯୁକ୍ତେ ବେଦ ମତେ ଏତେ ମୋହର ଦୋଷ ନାହିଁ ବ୍ରହ୍ମାଣ ଦେତେ ମୁଁ ବସଇ ବ୍ରାହ୍ମଣ ମୁଖେ ଯେବେ ଭକେ ମୁଁ ହିଁ ଭକ୍ଷଇ ତା ପ୍ରତ୍ୟକ୍ଷେ ବ୍ରାହ୍ମଣ ପାଦ ରଜ ବଳେ ମୁଁ ଏ ସଂସାର ଜନ ମିଳେ ବ୍ରାହ୍ମଣ ପାଦ ରେଣୁ ବହି ସଂସାର ହିତେ ମୋର ଦେହି ବ୍ରାହ୍ମଣ ଦୋଷ ଯେ ବା ସହେ ତା ପାଦ ଜଳ ଅର୍ଘ୍ୟ ଦଏ ଚନ୍ଦ୍ର ସହିତେ ଅତିରେକେ ପବିତ୍ର ହୁଅନ୍ତି ତିନି ଲୋକେ ବିପ୍ର ଶରୀର ମୋର ତନୁ ଏଣୁ ଦୁଃସହ ବିପ୍ର ମନୁ ଯେ ଭେଦ ବୃଦ୍ଧି ନ ବିଚାରି ମତେ ଚିନ୍ତନ୍ତି ଜ୍ଞାନ କରି ବ୍ରାହ୍ମଣ ଅପରାଧ କରେ କେବେ ହିଁ ସଂସାର ନ ତଳେ ବ୍ରାହ୍ମଣ ଗର୍ଭେ ଦୁଗ୍ଧ ଧବତି ରକ୍ଷଣହୀନ ପ୍ରାଣୀ ଚିନ୍ତି ଏ ଯେ ଅଟନ୍ତି ମୋ ଶରୀର ଏ କଥା ନିଶ୍ଚୟ ଆମ୍ଭର ଏହାକୁ ଭେଦ ଦୃଷ୍ଟି କଲେ ପାପ ନାଶଇ ଦୃଷ୍ଟି ଭଲେ ଯମର ଗୃଧ୍ରରୂପୀ ଦୂତ ଚତୁର୍ଥେ ନାଶେ ଦୃଷ୍ଟିପଥ ବ୍ରାହ୍ମଣ ଦେହେ ହ୍ରୋହ ଚିନ୍ତି ଏ ଭବ ସିନ୍ଧୁ ନ ତରନ୍ତି ତୁମ୍ଭର ଗତି ଭଜି ନିତ୍ୟେ ପ୍ରମନ୍ତି ଘୋର ମାୟାପଥେ ତୁମ୍ଭେ ବ୍ରହ୍ମା ସାପ ଫଳେ ତୃତୀୟ ପାପ ଦୃଷ୍ଟ କୂଳେ ଦୃଷ୍ଟ ଆଚର କର୍ମ କରି ଧର୍ମ ନ ବିଚାରି ଏବେ ବିପ୍ରଙ୍କର ତ ସେ ପୁଣି ମିଳିବ ମୋର ପାଶେ ପୁଣି ମୁଁ ତୁମ୍ଭ ଉପକାରେ କହିବି ଶରୀର ସଂସାରେ କରିବି ତୁମ୍ଭକୁ ନିସ୍ତାର ଏମନ୍ତେ କହି ଚକ୍ରଧର ଏମନ୍ତେ ବିଷ୍ଣୁ ମୁଖବାଣୀ ସନ୍ତୋଷେ ବିପ୍ର ବର ଶୁଣି ବିଷ୍ଣୁର ଭକ୍ତି ହୃଦେ ବହି କହନ୍ତି ଶିରେ କର ଦେଇ ଦ୍ୱାରପାଳ ଉବାଚ ଭୋ ଦେବ ହେ ଭୋ ଲକ୍ଷ୍ମୀପତି ଆମ୍ଭେ ନ ଜାଣୁ ତୋର ଗତି ଆମ୍ଭକୁ ଅନୁଗ୍ରହ କରି ଯାହା କହିଲ ନର ହରି ବ୍ରାହ୍ମଣ ଦେବତା ମହିମା ତୋ ଗତି ନ ଜାଣନ୍ତି ବ୍ରହ୍ମା ତୁ ପୁଣି ବିପ୍ର ଦେବଙ୍କର ଆତ୍ମା ସଦୃଶ ଶକ୍ତିଧର ସକଳ ଘଟେ ତୋ ବାସ ତୁ ନାଥ ସର୍ବଜ୍ଞ ପୁରୁଷ ଧର୍ମ ତ ଶରୀର ପ୍ରକାଶ ଯେ ଧର୍ମ ସୃଷ୍ଟି ପାପ ନାଶ ତୁ ନାଥ ନିର୍ଭବାର ବ୍ରହ୍ମ ଯେ ଦେବ ବୃଦ୍ଧି କର୍ମ
ତାହାଙ୍କ ଅନୁଗ୍ରହେ ଜନ୍ମ ଧନ ସଞ୍ଚୟ ଦେଇ ମନ ତୋ ପାଦ ପଦ୍ମ ସେବା ଫଳେ ମୃତ୍ୟୁ ଜିଣଇ ଭବୁ ହେଳେ ତୁ ଅଟୁ ଏ ମନ୍ଦ ପୁରୁଷ ଅନ୍ୟର ଅନୁଗ୍ରହେ ଆସ ଅନ୍ୟାନ୍ୟ ଅର୍ଥ କର୍ମଜନ ଲକ୍ଷ୍ମୀ ସେବନ୍ତି ଅନୁଦିନ ସେ ଲକ୍ଷ୍ମୀ ତୋହର ସେବାରେ ଲିପ୍ତ ଥାନ୍ତି ସଦାକାଳେ ହେମନ୍ତ ମୁନିଙ୍କ ବଚନ ଶୁଣି ସନ୍ତୋଷ ଭଗବାନ ପ୍ରଭୁ ସ୍ୱଭାବ ଚିତ୍ତ କରି କହନ୍ତି ବିପ୍ରଙ୍କୁ ଅନାଇ ଜୟ ବିଜୟ ବେନି ଭାଇ ତୁମ୍ଭ ଚରିତେ କ୍ରୋଧ ହୋଇ ଅସୁର ଯୋନି ଏ ପାଇବେ ହୃଦୁଦ କର୍ମ ଆଚରିବେ ଶୁଣି ଯେ ମନ୍ତେ ମୋର ପୁରେ ସୁର୍ବନ ବେତ ଧରି କରେ ପୁଣି ଏବେ ବୈକୁଣ୍ଠର ପାଶେ ଯେବେ ତୁମ୍ଭର ମନେ ତୁସେ ସେ ଚାରି ମୋହର ନନ୍ଦନ ତକ୍ଷଣେ ଆନନ୍ଦ ବଚନ ବିଷ୍ଣୁର ସୁଖ ଗୁଣିତ ସେ ବେଗେ ମିଳିଲେ ବିଷ୍ଣୁ ପାଶେ ସ୍ୱଭାବ ବିଷ୍ଣୁର ସୁଭୁବନେ ଯହିଁ ନ ଯାନ୍ତି ଦୃଷ୍ଟ ଜନେ ବିଷ୍ଣୁର ପାଦେ ସେ ନ ମିଲେ ଆନନ୍ଦେ ନିଜ ସ୍ଥାନେ ଗଲେ ଦ୍ୱାରପାଳଙ୍କ ମୁଖ ଚାହିଁ କହନ୍ତି ପ୍ରଭୁ ଭାବଗ୍ରାହୀ ତୁମ୍ଭେ ଯେ ଧରଣୀ ମଣ୍ଡଳେ ଜନ୍ମିବ ଅସୁରଙ୍କ କୋଳେ ତୁମ୍ଭେ କୁଶଳ ମୁଁ କରିବି ତୃତୀୟ ଜନ୍ମେ ଉଦ୍ଧାରିବି ଏଥକୁ ଶୋଚନ ନ କର ମୋର ବଚନ ଦୃଢ଼େ ଧର ମୁଁ ବା ସମର୍ଥ ଅଟଇ ବ୍ରାହ୍ମଣ କୋପକୁ ଡରଇ ସେ କଥା କମଳ ସମୀପେ କହି ମୁଁ ଅଛି ପୂର୍ବକଳ୍ପେ ବ୍ରହ୍ମା ହେଳନ ଯେ କରନ୍ତି ମୋହ ଦୋଷରେ ସେ ଭ୍ରମନ୍ତି ତୁମ୍ଭର ଧାରଣ ନିମନ୍ତେ ମୋ ଦେହ ବହିବି ଜଗତେ ଯେ କୀର୍ତ୍ତି ରହିବ ମୋ ଯଶ ଶୁଣନ୍ତେ ପାପ ଜୀବନାଶ ମୋ କଥା ଭୁବନ ପାବନ ଯେ ଭୂମି ମଧ୍ୟ ଦେହ ଘେନି କରିବେ ଶ୍ରବଣ କୀର୍ତ୍ତନ ଶୁଣି ତରିବେ ସର୍ବଜନ ହେମନ୍ତ ଦ୍ୱାର ପାଳ କହି ନିଜ ଭୁବନେ ଭାବଗ୍ରାହୀ ବସିଲେ କମଳାର ମେଳେ ଆବୃତ ବିମାନ ସଂକୁଳେ ସେ ଦ୍ୱାର ପାଳ ବେନି ଭାଇ ଭାଳନ୍ତି ଚାରି ଦିଗେ ଚାହିଁ ତକ୍ଷଣେ ଅଧର ଶୁଭିଲା ଆଖି ଆତ୍ମାରୁ ବିଷ୍ଣୁ ତେଜ ଗଲା ତକ୍ଷଣେ ହତ ବର୍ଗ ହୋଇ ମଧ୍ୟ ବଦନେ ବେନି ଭାଇ ବିଷ୍ଣୁର ଭୁବନ ପଡ଼ନ୍ତେ ଆହାସ ବଦ ଶୂନ୍ୟ ପଥେ ସେ ବେନି ବୀର ଏକ ଭାବେ ତକ୍ଷଣେ ପଶି ଦିତି ଗର୍ଭେ କଶ୍ୟପ ବୀର୍ଯ୍ୟ ଆଶ୍ରୟ କରି ଏଣୁ ଭୁବନ ଲୋକେ ଡରି ସେ ବେନି ଅସୁରଙ୍କ ଦର୍ପେ ତିନି ଭୁବନ ଦିଶ କଳ୍ପେ ସେ ବିଷ୍ଣୁ ସୃଷ୍ଟିର କାରଣ ଅନାଦି ପ୍ରଭୁ ନାରାୟଣ ଯା ମାୟା ନ ଜାଣନ୍ତି କେହି ସଂସାର ମଧ୍ୟ ଦେହ ବହି ଆମ୍ଭେ ସକଳେ ଯା ଚରଣେ ଆଶ୍ରୟ କରି ପ୍ରଭୁ ପଣେ ଏ ଭବ ଘୋର ଭୟଙ୍କର ଖଣ୍ଡିବେ ପ୍ରଭୁ ଚକ୍ରଧର ହେମନ୍ତେ ଦେବ ଗଣ ମଧ୍ୟ ବିଧାତା କହିଲେ ଆନନ୍ଦେ ସେ ହରି ବ୍ରାହ୍ମଣ ବସ୍ତ୍ରଳେ ସୃଜନେ ଚିନ୍ତି ଧ୍ୟାନ ବଳେ ସେ କୃଷ୍ଣ ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣ ପରମାର୍ଥ ଚରିତାୟାଃ ବାର୍ଷିକ ତୃତୀୟ ସ୍କନ୍ଧେ ଜୟ ବିଜୟ ଶାପ ବର୍ଣ୍ଣନେ ନାମ ଷୋଡ଼ଶ ଅଧ୍ୟାୟ।